ଆରେ ଆଜି କଣ ରୋଷେଇବାସ ନାହିଁ କି କଣ କିଛି କହିବ? ତମେ ଖଟିବା ଲୋକ ଜଣେ କିନ୍ତୁ ଏଠି ଖାଇବା ଲୋକ ଅଛନ୍ତି 10 ଜଣ। ଆରେ ମୁଁ ଯଦି କହେ ଆମ ପାଖରେ ଯାହା ବି ଅଛି ମୁଁ ଯୋଉ 2 ପଇସା କମଉଛି ସେମାନଙ୍କ ଭଲ ପାଇବା ସେମାନଙ୍କ ଆଶୀର୍ବାଦରୁ ତମେ କଣ କହିବ? ମାନେ ତମେ ବୁଝିପାରିବନି। ଗୋଟେ ମାଛ ବେପାରୀ ନା ତା ଦୋକାନରେ ବହୁତ ପ୍ରକାର ମାଛ ରଖିଥାଏ ଆଉ ବହୁତ ଗ୍ରାହକ ଆସନ୍ତି। ଆଉ ଯେତେବେଳେ ଭିଡ ହେଇଯାଏ ନା ସେ ସମୟରେ ଗୋଟେ ବିଲେଇ ସେଇଠି ଥାଏ ସେଠୁ ଗୋଟେ ମାଛ ନେଇକି ଖାଇଦିଏ। କିନ୍ତୁ ମାଛ ବେପାରୀ କିଛି କହେନି। ତା ପୁଅ ଯେତେବେଳେ ଖାଇବାକୁ ଆଣିଦିଏ ମାଛ ବେପାରୀ ପାଇଁ ନା ସେ ଦେଖିଦିଏ କି ବିଲେଇ ପ୍ରତ୍ୟେକ ଦିନ ଗୋଟେ ମାଛ ନେଇକି ଯାଉଛି। ତା ବାପାକୁ କହେ ବାପା ବିଲେଇ କି ବାଡଉନ ସେ ଆମର ଗୋଟେ ଗୋଟେ ମାଛ ଡେଲି ଖାଇ ଦଉଛି। ସେ କହିଲା ଆରେ ପୁଅ ମୁଁ ବି ଦେଖୁଛି ସେ ବିଲେଇଟା ପ୍ରତ୍ୟେକ ଦିନ ସେଠି ବସୁଛି ଯେତେବେଳେ ଭିଡ ସମୟରେ ନା ସେ ମାଛ ଗୋଟେ ଧରିକି ପଳଉଛି। ମୁଁ ଭାବୁଛି ସେ ବିଲେଇ ନିହାତି ଭଗବାନଙ୍କୁ ଡାକୁଥିବ ଯେ ଆଜି ଟିକେ ଶୀଘ୍ର ଭିଡ ହେଇଯାଉ ତା ଦୋକାନରୁ ମୁଁ ଗୋଟେ ମାଛ ଖାଇଦେବି ମୋ ପେଟ ପୁରିଯିବ। ତ ଭଗବାନଙ୍କୁ ବିଲେଇ ଡାକୁଛି ବୋଲି ମୋର ଭିଡ ହଉଛି ମୁଁ ଭାବୁଛି ଆଉ ସେଇଠୁ 2 ପଇସା ମୁଁ କମଉଛି। ତ ଆମେ ବି ଯୋଉ 2 ପଇସା କମଉଛନ୍ତି ନା କିଏ କହୁଥିବ କି ମୋ ପୁଅ 2 ପଇସା କମଉ ଆମେ ଭଲସେ ଚଳିବୁ କିଏ କହୁଥିବ ମୋ ଭାଇ 2 ପଇସା କମଉ ଆମେ ଭଲସେ ଚଳିବୁ। ତ ସେମାନଙ୍କର ଭଲ ପାଇବା ସେମାନଙ୍କର ଆଶୀର୍ବାଦ ଆମ ଉପରେ ଅଛି। ସେଇଆ ଚିନ୍ତା କର ଯେ ଆମେ ଯୋଉ ପଇସା କମଉଛୁ ନା ସେଟା କେବଳ ଆମ ଭାଗ୍ୟ ନୁହଁ। ଆମ ଭାଗ୍ୟରେ ଯଦି ପଇସା କମେଇବାର ଅଛି ନା ତାଙ୍କ ଭାଗ୍ୟରେ ଅଛି ସେ ପଇସାକୁ ଉପଭୋଗ କରିବାରେ। ବୁଝିପାରିଲ? ଚାଲ। ଜଗତରେ